ଆମର ସେ କ'ଣ ସେ ଝିଅକୁ କ'ଣ କହିବାରୁ ମୁଁ କହିଲି ମୋ ଝିଅଟା ତ ଘରେ ଅଛି, ତୁ ଏମିତି କ'ଣ କଥାବାର୍ତ୍ତା କରୁଛୁ। ତା ସ୍ତ୍ରୀ ଜଣେ କହିଲା ଆମକୁ, କହିଲା ବେଳକୁ ମୁଁ କହିଲି ସବୁଦିନ କହିବି ମୁଁ ଶୁଣିକି ରହୁନି। ଏଇ କହିବା ଭିତରେ ଯୁକ୍ତର କରିବା ଭିତରେ ତା ସ୍ତ୍ରୀ ଭାରି ବାଳୁଙ୍ଗା, ସେ ବହୁତ କଥା କହିଲା। ଆମେ ସେ ତ ପ୍ରଶ୍ନ କଲା ଆମେ ଉତ୍ତର କଲୁ। ସେଇଠୁ ତା ସ୍ୱାମୀ ଆସିକିରି କ'ଣ ଛତରା କଥା କହିକିରି ମୋତେ ମୋ ଝିଅକୁ ଅମକ କରିବି, ଗେଧ ଘୋଡ଼ା ଗାଈ ତୁ ଦେଖିବୁ ତୋତେ ବାଡ଼େଇକି ହାଣିକି ମାରିକି ଫୋପାଡ଼ିଦେବି। ଇଏ ତ କହିବୁ ଦାଣ୍ଡ ଆଡ଼େ ବୁଲିକି ପଳେଇ ଆଇଲା ବେଳକୁ ମୁଁ ତ ମା ଝୁଅ ଘରେ ପଶିଗଲା ବେଳକୁ ସିଏ କ'ଣ କଲା, ଭଲ ତ ପିଟି ନାଗିଲା, ମୋ ଝୁଅକୁ ପିଟିଲା। ମୋ ଝୁଅ ଯେମିତି ଆଉଜି ପଇଲା ଟେବୁଲ ଉପରକୁ, ଆଉଜି ପଇଲା। ମୋତେ ତ ମୋ ଝୁଅ ପଛକୁ ମୁଁ କହିଲି ମୋ ଝୁଅକୁ ବାଡ଼େଇବି ବୋଲି ମୋତେ ପିଟି ନାଗିଲା ଆଉ ମୁଣ୍ଡକୁ ତ ଆଗ ପିଟି ପକେଇଲା ଆଉ। ମୁଣ୍ଡକୁ ପିଟିଲା, ହାତକୁ ପିଟିଲା, ସବୁଆଡେ ତ କାଉଣ୍ଟ କରିକି ପିଟି ପକେଇଲା। ଆଖି ବୁଝି ଗୋଟେ ଏତିକି ଗୋଟେ ବାଉଁଶ, ଭାରି ଟାଣିଆ ବାଉଁଶ, ଏତିକି ଗୋଟେ ବାଉଁଶ ପିଟଣ। ହଁ, ସେ ଆମର ଘର ହଉଥିଲା, ସେ କଟା ହେଇଥିଲା ସେ ନା। ଯେତେବେଳେ ବାଡେଇ ନେଇ ଗଲା ବାଉଁଶୁଣିକି ମୋ ମୁଣ୍ଡ ପଡିକି ବାଡି ପିଟି ହଉଛି। ମୋ ନାତୁଣୀ କାନ୍ଦୁଛି, ଝୁଅ କାନ୍ଦୁଛି। ସେଇଠୁ ଆଙ୍କ ବାପା ଜାଣିଥିଲେ ପତର କାଟିବାକୁ ବାରିଆଡୁ ଆଇଲେ, କାମକା ଖାଇବେ ପଡିଛି। ମତେ ସେଠୁ ତାକୁ ସିଏ ବାଡେଇକି ଛାଡିଦେଲା ବେଳକୁ ଇଏ ସେଠୁ ଦୌଡ଼ିଲେ, କହିଲେ ଶଳା ତୁ କ'ଣ କଲୁ। ମୁଣ୍ଡ ତ ଜାଣିଥିବ ଯେମିତି ଫାଟିକି ଯେମିତି ହେଇଥିବ, ଆମେ ଆଉ କହିବି କ'ଣ ଆପଣ। ଡକ୍ଟର ଦେଖିଲେ, କହିଲେ ବାପାରେ ଫାଟି ଯାଇକିରି ଏତେ ଷ୍ଟିଚ୍ ପଡିବ, ଏତେ ଆଘାତ ହେଇଛି। ସେ ଡକ୍ଟର କହିଲେ ପରା ନିଜେ। କଟକ ଯିବ? ହଁ, କଟକ ଯିବୁ। ତାକୁ ସେ ନଦେଲେ ସେ ଆମକୁ ବହୁତ ହଇରାଣ। ଶ୍ରୀଧର ପରିଡ଼ା, ଆମ ଶାଶୁଙ୍କ ନାଁ ହେଉଛି ଅହଲ୍ୟା ପରିଡ଼ା, ଏଇ ଅହଲ୍ୟା ପ୍ରଧାନ ହେଲା। ଆଉ ଏମିତି ତାଙ୍କ ଭିତରେ ପାଟିତୁଣ୍ଡ ହେଲା, ଏମିତି ଦେଖା ଦେଖି ହେଇକି କଥାବାର୍ତ୍ତା ହେଲେ। ତାପରେ ହେଉଛି ବିଜୁ ପ୍ରଧାନ ଆଉ ଅହଲ୍ୟା ପ୍ରଧାନ, ଏମିତି ତାଙ୍କ ସ୍ତ୍ରୀ ନାଁ ହେଉଛି ସସ୍ମିତା ପ୍ରଧାନ ହେଲା। ଏମିତି ଦେଖା ଦେଖି କଥାବାର୍ତ୍ତା ହେଲା ପରେ ସେଠୁ ସିଏ କ'ଣ କଲା, ଗୋଟେ ବଡ଼ ବାଡ଼ି ବାଉଁଶ ଠେକିଆ ଆଣିକି ବହୁତ ପିଟିକି ମୁଣ୍ଡ ଫଟେଇ ଦେଲା, ତା ପଛପଟ ପୁରା ବ୍ଲଡ଼ ବାହାରିକି ପୁରା ଏକଦମ ଇଏ ହେଇଗଲା ଆମ ଶାଶୁଙ୍କର, ଅହଲ୍ୟା ପ୍ରଧାନଙ୍କର। ଆଚ୍ଛା, ତାପରେ ହେଉଛି ତାଙ୍କ ହାତକୁ ପୁଣି ବାଡ଼େଇକି ତାଙ୍କ ହାତ ପୁରା ଭାଙ୍ଗି ଦେଇଛି। ମୋ ଝିଅଟାର 8 ବର୍ଷ ଝିଅଟାର ତା ହାତ ବି ମାଡ଼ ହେଇଛି, ତା ହାତ ବି ଭାଙ୍ଗି ଯାଇଛି ହେଲା। ଆଉ ତାପରେ ଆମେ ନେଇକି ନିଆଳି ଆସିଲୁ ଥାନାକୁ ଆସିଲା ପରେ ତାପରେ ମେଡ଼ିକାଲ ନେଇକି ଗଲୁ। ମେଡ଼ିକାଲରେ ନେଇଗଲା ପରେ ସେଠୁ ସିଏ କଟକ ଦେଖିଲେ ସିରିୟସ୍ କେସ୍, କଟକ ସ୍ଥାନ କରିଦେଲେ। କଟକ ଆଜ୍ଞା ଏଫଆଇଆର ଦେଇଛୁ ଆଜ୍ଞା। ଆମର ନ୍ୟାୟ ଚାହୁଁଛୁ, ଆମେ ନ୍ୟାୟ ଚାହୁଁଛୁ। ଆମର ଶାଶୁ ବହୁତ ସିରିୟସରେ ଅଛନ୍ତି, ଆମକୁ ତା ପାଇଁ ଆମକୁ ନ୍ୟାୟ ଚାହୁଁଛୁ, ଆମର ତାଙ୍କୁ ଦଣ୍ଡ ଚାହୁଁଛୁ। ଆଜ୍ଞା କଟକ ନେଇକି ଯିବୁ, ଆମେ ସିରିୟସରେ ଅଛନ୍ତି। Choose excellence. Choose Kripajal Engineering College. Admissions open for Diploma, BTech, MTech, MCA, MBA and PGDM. Apply now.